नमस्कार सांगमाने ओडिया मिक्सरी को आपण मानक बहुत बहुत स्वागत। तेबे चलतु जानिबा गीतार त्रयोदश अध्याय। संसार रे एकमात्र परमात्मा तत्व ही जानिबार योग्य, ताहाको अवश्य जानिबा उचित। ताहाको तत्व तो जानिगले जानिथिबा लोकर परमात्मा तत्व सहित अभिन्नता हो जाए। जो परमात्मा को जानिगले अमरत्व लाभ हुए, ସେହି परमात्माଙ୍କର ହସ୍ତ ପାଦ ଶିର ଚକ୍ଷୁ ଓ କର୍ଣ୍ଣ ସର୍ବତ୍ର ପରିବ୍ୟାପ୍ତ। ସେ ସମସ୍ତ ଇନ୍ଦ୍ରିୟ ବର୍ଜିତ ହୋଇଥିଲେ ମଧ୍ୟ ସମସ୍ତ ବିଷୟକୁ ପ୍ରକାଶିତ କରିଥାନ୍ତି। ସମସ୍ତ ଗୁଣରହିତ ହୋଇଥିଲେ ମଧ୍ୟ ସମସ୍ତ ଗୁଣର ଭୋକ୍ତା ଏବଂ ଆସକ୍ତି ଶୂନ୍ୟ ହୋଇଥିଲେ ମଧ୍ୟ ସମସ୍ତଙ୍କର ଭରଣ ପୋଷଣ କରିଥାନ୍ତି। ସେ ସମସ୍ତ ପ୍ରାଣୀଙ୍କର ବାହାରେ ମଧ୍ୟ ଅଛନ୍ତି, ଭିତରେ ମଧ୍ୟ ଅଛନ୍ତି ଏବଂ ସମସ୍ତ ଚରାଚର ପ୍ରାଣୀ ରୂପରେ ମଧ୍ୟ ସେ ହିଁ ବିଦ୍ୟମାନ। ସମସ୍ତ ପ୍ରାଣୀଙ୍କ ମଧ୍ୟରେ ବିଭକ୍ତ ହୋଇ ମଧ୍ୟ ସେ ବିଭାଗ ରହିତ। ସେ ସମସ୍ତ ଜ୍ଞାନର ପ୍ରକାଶକ। ସେ ସମସ୍ତ ବିଷମ ପ୍ରାଣୀଙ୍କ ମଧ୍ୟରେ ସମ ରହନ୍ତି। ଗତିଶୀଳ ପ୍ରାଣୀମାନଙ୍କ ମଧ୍ୟରେ ସେ ଗତି ରହିତ ଅଟନ୍ତି। ନଷ୍ଟ ହେଉଥିବା ପ୍ରାଣୀମାନଙ୍କ ମଧ୍ୟରେ ସେ ଅବିନାଶୀ ଅଟନ୍ତି। ଏହିପରି ପରମାତ୍ମାକୁ ଅଯଥା ଭାବେ ଜାଣିଗଲେ ତାଙ୍କୁ ଲାଭ କରାଯାଇପାରେ। ଗୀତାର ତ୍ରୟୋଦଶ ଅଧ୍ୟାୟ ଏଇଠି ଶେଷ ହୋଇଛି। ଜୟ ଜଗନ୍ନାଥ।